ଅନେକ ଯନ୍ତ୍ରପାତି ବାହାରି ପଡ଼ିଛି 5 ଲକ୍ଷ 10 ଲକ୍ଷ ଟଙ୍କା ଦାମର ଯନ୍ତ୍ରପାତି ଯେତେ ବି ଥାଉ, କିନ୍ତୁ 10 ଟଙ୍କା 5 ଟଙ୍କାର ବଇଁଶୀ ନଳ ବାଉଁଶ ନଳ ଯେଉଁଟାକି ଭଗବାନଙ୍କ ସାଥିରେ ସମାନ, ତା ନହେଲେ ଆମେ ପରିବାର ବଞ୍ଚେଇ ପାରିଥାନ୍ତୁ। ଜୀବନରେ ଲକ୍ଷ୍ୟ ନାହିଁ, ଏଇ ବଇଁଶୀ ବଜେଇ ବଜେଇ ଜୀବନଟା ସିଂହ ଦ୍ୱାର ଚାଲିଯାଉ। ହେଇଛୁ ଯାତ୍ରା ଜଗତ ଆମ ପାଇଁ ବହୁତ ଭଲ। ଏଇ ଯାତ୍ରା ଜଗତରୁ ବିଦ୍ୟା ବି ଶିଖିଛୁ। ଏଇ ଯାତ୍ରା ଜଗତ ପାଇଁ ଆମକୁ ଲୋକ ହିଁ ଚିହ୍ନିଛନ୍ତି ଯେ ଏ ଜଣେ ବଇଁଶୀ ବାଦକ ବା ସାହାନାଇ ବାଦକ। ହଁ, ଗୋଟିଏ କଥା ହେଉଛି କ'ଣ, ଆମେ ଆମର କଳାକାର ଭାଇମାନଙ୍କୁ ଆର୍ଟିଷ୍ଟ ଭାଇମାନଙ୍କୁ ବେଶୀ ଭାଇରାଲ କରାହେଉଛି ଯେ ଆମକୁ କେହି ପଚାରୁନାହାନ୍ତି। ଏଇଟା ଗୋଟେ ମାନେ ବେଶୀ ଦୁଃଖ ନହେଲେ ବି ଅଳ୍ପ ଟିକେ ଦୁଃଖ ରହିଯାଉଛି ଆମ ମନରେ। ଆମକୁ ଟିକେ ଲୋକ ଜାଣନ୍ତୁ, ଏ ତ ଭଗବାନଙ୍କ ବିଦ୍ୟା। ଏ ବିଦ୍ୟା ସଙ୍ଗୀତ ବିଦ୍ୟା, ସବୁଠାରୁ ମହାନ ବିଦ୍ୟା ହେଉଛି ସଙ୍ଗୀତ। କିନ୍ତୁ ସଙ୍ଗୀତ ବିନା କିଛି କରିପାରିବେନି। ଆଜି ଆମେ ସଙ୍ଗୀତ ବନ୍ଦ କରିଦେବା, ଯାତ୍ରା ହେଇପାରିବ? ଲୋକମାନେ ଯାତ୍ରା ଦେଖିବେ? କିନ୍ତୁ କେଉଁଟା ଆଗେ ଭାଇରାଲ ହେବା କଥା? କିନ୍ତୁ ଯୁଗ ଓଲଟି ଯାଇଛି, ଆମକୁ ପଛରେ ପକେଇ ଦେଇକିରି ଆଗରେ ଭାଇମାନେ ଆମର ଯାଉଛନ୍ତି ଆଉ। ନିଶ୍ଚିନ୍ତ ଏଇଟାକୁ ତ ବନ୍ଦ କରିହେବନି ନା, ସବୁ ବନ୍ଦ କରିହେବ, କାରଣ ଏଇଟା ହେଉଛି ଭଗବାନଙ୍କର ବିଦ୍ୟା। ସ୍ୱୟଂ ଶ୍ରୀକୃଷ୍ଣଙ୍କ ହାତରେ ଏ ବିଦ୍ୟା। ଆପଣ ଅନେକ ଯନ୍ତ୍ରପାତି ବାହାରି ପଡ଼ିଛି 5 ଲକ୍ଷ 10 ଲକ୍ଷ ଟଙ୍କା ଦାମର ଯନ୍ତ୍ରପାତି ଯେତେ ବି ଥାଉ, କିନ୍ତୁ 10 ଟଙ୍କା 5 ଟଙ୍କାର ବଇଁଶୀ ନଳ ବାଉଁଶ ନଳ ଯେଉଁଟାକି ଭଗବାନଙ୍କ ସାଥିରେ ସମାନ, ତା ନହେଲେ ଆମେ ପରିବାର ବଞ୍ଚେଇ ପାରିଥାନ୍ତୁ। ଆଜ୍ଞା, ଏଇ ନଳରେ ପୁଅ ବାହାଘର ଝିଅ ବାହାଘର, ନିଜେ ବଞ୍ଚିବା, ପିଲାଙ୍କୁ ପାଠ ପଢ଼େଇବା, ବନ୍ଧୁବାନ୍ଧବଙ୍କୁ ଦେଖିବା, କେବଳ ଏଇ ବଇଁଶୀ ଜୀବନ, ବଇଁଶୀ ସବୁକିଛି, ବଇଁଶୀ ଭବିଷ୍ୟତ। ଦୁଃଖ କ'ଣ, ଗୋଟିଏ କଥା ହେଉଛି ଯାତ୍ରା ଜଗତର ସିଷ୍ଟମ୍ ତ ସେଇଆ ଅଛି, ଯାହାଫଳରେ କି ଗୋଟେ ଅର୍ଜେଣ୍ଟ କାମ ହେଲେ ଆମେ ଘର ଦ୍ୱାରକୁ ଦେଖିପାରୁନୁ, ଯେ ଆମକୁ ଟିକେ ଛୁଟିରେ ଛାଡ଼ିବା ବହୁତ କଷ୍ଟ ହେଉଛି। ଆଉ ଆମେ ବି ଜାଣୁଛୁ, ଆମେ ଯଦି ଛୁଟିରେ ଯିବୁ ନିଶ୍ଚିନ୍ତ ଭାବରେ ନାଟକ ପ୍ରତି କିଛି ଅସୁବିଧା ଦେଖାଦେବ, ସେଥିପାଇଁ ଛାଡ଼ନ୍ତି ନାହିଁ। କିନ୍ତୁ ହଁ, କଳାକାର ଭାଇମାନଙ୍କର ଅଫ୍ ଅଛି, ସେମାନେ ନାଟକରେ ଅଫ୍ ନେଇପାରୁଛନ୍ତି, ଛୁଟି ସେମାନଙ୍କ ପାଇଁ ଅଛି, କିନ୍ତୁ ଆମମାନଙ୍କ ପାଇଁ ନାହିଁ। ସେଇଟା ଦୁଃଖ। କିନ୍ତୁ ଆମକୁ ପଇସା ପତ୍ରର ଅସୁବିଧା। ମୁଁ ତ 5 ଲକ୍ଷ ଟଙ୍କା ବର୍ଷକୁ ଦରମା। ଆଗରୁ ପ୍ରଥମେ ଯେତେବେଳେ ମୁଁ ଉତ୍ତର କୂଳ ପାଟିରେ ରହିଲି, ବାହାଘର ହୋଇନଥାଏ, ମାସକୁ 500 ଟଙ୍କା ଥିଲା। ଏବେ 500 ଟଙ୍କା ଜାଗାରେ 50,000 ମିଳୁଛି, ମାସକୁ 50,000 ମିଳୁଛି। କିନ୍ତୁ ଆପଣ ଚିନ୍ତା କରୁନାହାନ୍ତି, ସେଇ 500 ଟଙ୍କାଟା ବି 5 ଲକ୍ଷ ଟଙ୍କାର କାମ କରୁଥିଲା ସେ ସମୟରେ। କିନ୍ତୁ ଏବେ ବି 50,000 ଟଙ୍କା ପାଇଲେ ବି କୁଆଡ଼ିକି ସବୁଆଡ଼େ ନିଅଣ୍ଟ। ସବୁ ତ ଦରଦାମ, ସବୁ ତ ଆଉ କ'ଣ ଖୋଲିକିରି କହିବି ଆପଣମାନଙ୍କୁ। ଜୀବନରେ ଲକ୍ଷ୍ୟ ନାହିଁ, ଏଇ ବଇଁଶୀ ବଜେଇ ବଜେଇ ଜୀବନଟା ସିଂହ ଦ୍ୱାର ଚାଲିଯାଉ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।